ଜରିଆରେ ଜାଣିବା। ପ୍ରଥମେ କ'ଣ କରିବା, ଆମର ନିଜ ମୋବାଇଲରେ ପୋଷଣ ଟ୍ରାକର୍ଟିକୁ ଅନ୍ କରିବା। ଅନ୍ କଲି, ଏପରେ ଲଗ୍ଇନ୍ କରିବ। ଲଗ୍ଇନ୍ କରିସାରିଲା ପରେ ଉପରେ ମୋବାଇଲ ନମ୍ବର और ଇମେଲ୍ ଆଇଡ଼ି ଆସିବ, ତଳେ ପାସୱାର୍ଡ଼ ଆସିବ। ପ୍ରାୟ ମୋବାଇଲ ନମ୍ବର ତ ଆପଣ ରେଜିଷ୍ଟର ମୋବାଇଲ ନମ୍ବର ଜାଣିଥିବେ। ପାସୱାର୍ଡ଼ ପ୍ରାୟ ମୋବାଇଲ ନମ୍ବର @123 କି ଜଣଙ୍କର ଯାହା ଆଗରୁ ଏମ୍ପିନ୍ ଥିଲା 731 କି 1234 ପକାଉଥିଲେ, ପକାଇଦେବେ, ତାପରେ ସାଇନ୍ ଇନ୍ ହେଇଯିବେ। ଏଇଟା କୌଣସି ପ୍ରକାର ପ୍ରୋବ୍ଲେମ୍ ହେଉନି। ଫାଷ୍ଟ ପ୍ରୋବ୍ଲେମ୍ ହେଉଥିଲା, ଏବେ କୌଣସି ପ୍ରକାର ପ୍ରୋବ୍ଲେମ୍ ହେଉନାହିଁ। ସାଇନ୍ ଇନ୍ ଏବେ ଦେଖନ୍ତୁ ପୋଷଣ ଟ୍ରାକର୍ଟି ଖୋଲିଗଲା। ବେନିଫିସିଆରୀ ଯିବା। ବେନିଫିସିଆରୀ ହୋମ୍ ପରେ ଯେଉଁ ବେନିଫିସିଆରୀ ଅଛି ସେଇ ବେନିଫିସିଆରୀ ଉପରେ କ୍ଲିକ୍ କରିବା। ତଳେ ଦେଖନ୍ତୁ ହୋମ୍ ପରେ ବେନିଫିସିଆରୀ ଅଛି, ସେଇ ବେନିଫିସିଆରୀକୁ ଯିବା। ବେନିଫିସିଆରୀ ଗଲେ ଦେଖନ୍ତୁ 6 monthରୁ 3 year ଏଇ ପିଲାମାନଙ୍କର ହାଇଟ୍ ୱେଟ୍ର ପ୍ରୋବ୍ଲେମ୍ ଦେଖାଉଛି। ଯିବା, କ୍ଲିକ୍ କରିବା। କ୍ଲିକ୍ କଲେ ଦେଖନ୍ତୁ ସେ ଅଙ୍ଗନୱାଡ଼ି ସେଣ୍ଟରରେ ପିଲା ଗୁଡ଼ିକ ସବୁ ଶୋ କରୁଛି। 6 monthରୁ 3 year ପିଲା କେତେ ଅଛନ୍ତି ସବୁ ଶୋ କରିଲା। ଆମେ ଗୋଟେ ଛୁଆ ମାରିବା। ମାରିଲେ ରାଇଟ୍ ସାଇଡ଼୍ରେ ଦେଖନ୍ତୁ 3ଟି ଡଟ୍ ଅଛି। ଭେରିଫାଏ ଉପରକୁ ଦେଖନ୍ତୁ 3ଟି ଡଟ୍ ଅଛି। ଡଟ୍ ଉପରେ କ୍ଲିକ୍ କରିବେ। କ୍ଲିକ୍ କଲା ପରେ ଲାଷ୍ଟ ଅପଡ଼େଟ୍ 6 November 2024। ସେ ଛୁଆର ହାଇଟ୍ ଥିଲା 81.91 ଏବଂ ୱେଟ୍ ଥିଲା 12.2 ଏବଂ ଡିସେମ୍ବର ମାସର ହାଇଟ୍ ୱେଟ୍ ପକାଇଲା ବେଳେ ହେଉଛି ବେନିଫିସିଆରୀ ଗ୍ରୋଥ୍ ମନିଟରିଂ ଇଜ୍ କମ୍ପ୍ଲିଟେଡ୍ ଫର୍ ଦି ମନ୍ଥ ଏବଂ ଏହିପରି ଚିହ୍ନ ହେଇକି ରହିଯାଉଛି, କୌଣସି ପ୍ରକାର ଆସୁନାହିଁ। ତେଣୁ ଏହାର ସଲ୍ୟୁସନ୍ କେମିତି କରିବା ଦେଖନ୍ତୁ। ଏଣୁ ପଢ଼ିକି ହେଇଯାଉଛି, କିନ୍ତୁ ସଲ୍ୟୁସନ୍ କରିବା। ମୋର୍ ଅପସନ୍କୁ ଯିବେ। ଦେଖନ୍ତୁ ହୋମ୍ ବେନିଫିସିଆରୀ ଡେଲି ଟ୍ରାକିଂ ହୋମ୍ ଭିଜିଟ୍ ମୋର୍ ଅଛି ତଳେ ରାଇଟ୍ ସାଇଡ଼୍ରେ ପୁରା ତଳେ ଦେଖନ୍ତୁ ମୋର୍ ଅପସନ୍ ଅଛି। ମୋର୍ ଅପସନ୍ ଉପରେ କ୍ଲିକ୍ କରିବେ। କ୍ଲିକ୍ କଲା ପରେ ଦେଖନ୍ତୁ ଡାସବୋର୍ଡ଼ ଆସିବ, ମନ୍ଥଲି ହେଲା ପ୍ରୋଗ୍ରେସ୍ ରିପୋର୍ଟ ଆସିବ। ସବା ଲାଷ୍ଟକୁ ଦେଖନ୍ତୁ ଲଗ୍ ଆଉଟ୍ ଅଛି। ଭର୍ସନ୍ 22.0 ଉପରେ ଯେଉଁ ଲଗ୍ ଆଉଟ୍ ଅପସନ୍ ଅଛି, ସେଇ ଲଗ୍ ଆଉଟ୍ ଉପରେ କ୍ଲିକ୍ କରିବେ। କ୍ଲିକ୍ କଲା ପରେ ଆଉ ଥରେ ସେ ଅଙ୍ଗନୱାଡ଼ି ସେଣ୍ଟରରେ କ'ଣ କରିବେ, ପୁଣି ଲଗ୍ଇନ୍ ଅପସନ୍ ଆସିବ, ଲଗ୍ଇନ୍ କରିବେ। ସେଟା ମୋବାଇଲ ନମ୍ବର ଆଉ ତଳେ ଏମ୍ପିନ୍ ଦେବେ। ଦେଇସାରିଲା ପରେ ଓପନ୍ କରିବେ। ଓପନ୍ କଲେ ଓପନ୍ କଲା ପରେ ସେଇ ବେନିଫିସିଆରୀ ଲିଷ୍ଟ ଉପରେ କ୍ଲିକ୍ କରିବେ ଏବଂ 6 month 3 year ଉପରେ କ୍ଲିକ୍ କରିବେ। ତାପରେ ସେଇ ଯେଉଁ ରାଇଟ୍ ସାଇଡ଼୍ରେ ମୁଁ କହୁଛି ଭେରିଫାଏ ଉପରେ ଯେଉଁ ଭେରିଫାଏଡ଼ ଉପରେ ଯେଉଁ 3 ଡଟ୍ ଅଛି, ସେ 3 ଡଟ୍ ଉପରେ କ୍ଲିକ୍ କରିବେ। କ୍ଲିକ୍ କଲା ପରେ ଦେଖନ୍ତୁ ସେଇ ଗ୍ରୋଥ୍ ମନିଟରିଂ ଉପରେ ଯିବା। ଗ୍ରୋଥ୍ ମନିଟରିଂ ଉପରେ କ୍ଲିକ୍ କରିବା। ଦେଖନ୍ତୁ ଖୋଲିଲା, ଏପରି ଖୋଲିଲା। ଦେଖନ୍ତୁ 6 November ଦେଇଥିଲା, ଏଠି ଦେଖନ୍ତୁ 7 December ଆସିଗଲା ଏବଂ ହାଇଟ୍ ୱେଟ୍ ବି ଆସିଗଲା। ତାଙ୍କର ହାଇଟ୍ ୱେଟ୍ ମାପିବେ, ଛୁଆମାନଙ୍କର ପରଫେକ୍ଟ ମାପିବେ, ହାଇଟ୍ ଏବଂ ୱେଟ୍ ପକାଇବେ। ତାପରେ ପ୍ରୋସିଡ୍ ଆସିଯିବ। ଏଠି ପ୍ରୋସିଡ୍ ଅଛି କ'ଣ ହ୍ୱାଇଟ୍ କଲର୍ ଅଛି, ପକାଇ ସାରିଲା ପରେ ରେଡ଼୍ କଲର୍ ଆସିଯିବ। ତାପରେ ପ୍ରୋସିଡ୍ ଉପରେ କ୍ଲିକ୍ କରିବେ, ସକ୍ସେସ୍ ହେଇଯିବ। ଆଉ କୌଣସି ପ୍ରକାର ଅସୁବିଧା ହେବ ନାହିଁ। ଏହିପରି ଭାବରେ ନୂତନ ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ଅଧିକରୁ ଅଧିକ ସେୟାର କରନ୍ତୁ। ଥ୍ୟାଙ୍କ ୟୁ, ଧନ୍ୟବାଦ, ଜୟ ଜଗନ୍ନାଥ।